ଆସିଲା ନାହିଁ ଶବବାହକ ଗାଡ଼ି। କାନ୍ଧରେ ବୁହା ହେଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗ୍ରାମରେ। କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ କୁମୁଲି ଗ୍ରାମ ପଞ୍ଚାୟତ ନିକଟ ପୂର୍ଣ୍ଣିଗୁଡ଼ା ଗ୍ରାମର କରୁଣା ଅମନ୍ୟତ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ନିବାସୀ। ଅଭି ଅମନତ୍ୟଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଜନ୍ମ ହୋଇଥିଲେ। ତେବେ ସାନ ଝିଅ ଜନ୍ମ ହୋଇ 3 ମାସ ହୋଇଥିବାରୁ କରୁଣା ତାଙ୍କର ଘର କୁମୁଲି ନିକଟ ପୂର୍ଣ୍ଣିଗୁଡ଼ାକୁ ଯାଇଥିଲେ। ସେଠାରେ ତାଙ୍କର ଗୁରୁବାର ରାତିରେ ମୃତ୍ୟୁ ହୋଇଥିଲା। ତେବେ ସରକାରୀ ଗାଡ଼ି କି କୌଣସି ସରକାରୀ ସାହାଯ୍ୟ ମିଳିନଥିଲା। ଅଭିଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥ ଅଭାବରୁ କୌଣସି ଗାଡ଼ି ବ୍ୟବସ୍ଥା କରିପାରିନଥିଲେ। ଫଳରେ ତାଙ୍କର ସମ୍ପର୍କୀୟମାନେ କୌଣସି ଉପାୟ ନ ପାଇ ପ୍ରାୟ 1 କିଲୋମିଟରର ଖଟିଆରେ ବୋହି ବୋହି ଗାଁକୁ ଆଣି ମୃତଦେହକୁ ଶବ ସତ୍କାର କରିଥିଲେ। ଯାହାକୁ ନେଇ ଗ୍ରାମବାସୀ ଓ ସମ୍ପୂର୍ଣ୍ଣ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି। ନନ୍ଦାହାଣ୍ଡି ବ୍ଲକରୁ ଘାସିରାମ ହରିଜନଙ୍କ ସହ ବି ଶ୍ରୀନିବାସ ପାତ୍ର, ନ୍ୟାସନାଲ ରିପୋର୍ଟର, ସଂଘାର ଲାଇଭ।